ହଁ କହୁନ। କଣ କରୁଛ? ହ୍ୟାଲୋ ହ୍ୟାଲୋ କଣ କରୁଛ? ଆସିଟିକେ ମେଡିକାଲ ଆସିଥିଲି। କଣ ଖାଇଛ ସକାଳୁ? ଖାଇନି ଖାଲି କଦଳୀ ଦିଟା। କଦଳୀ ଖାଇଛ? କୋଉ କଦଳୀ କହିଲୁ? କୋଉ କଦଳୀ? ଧଳା କଦଳୀ। ତମେ ଆଉ କଣ ଖାଇଥିଲ? ମୁଁ ତ ଭାବିଲି ମୋ କଦଳୀ ତ ମୋ ପାଖରେ ଅଛି, ତମେ କୁଆଡୁ ଖାଇଲ? ଏତେ ସୁନ୍ଦରିଆ କଦଳୀ ମୁଁ ଆଉ କାହା କଦଳୀ ଖାଇବିନି ଏଇଟା ଗୋଟେ କଥା। ଆଉ ତାହେଲେ ମୋ ଭିଣେଇ କଦଳୀ ତାହେଲେ ନଷ୍ଟ ହେଇଯିବ ନା ମୁଁ ଖାଇବିନି। ଆଉ ମୋ କଦଳୀ ଟା କେବେ ଖାଇବ? ଖାଇବି ଆଉ ପ୍ଲାନ ହେଇଛି ଯୋଉ ହିସାବରେ ସେଇ ହିସାବରେ। ଆଚ୍ଛା। ଖାଇ ଖାଇକି ତ ପୁରା ସରେଇଦେବି ଆଉ। ସରେଇଦବ? ଆଉ ଖାଇ ଖାଇ ଯଦି ସରେଇଦବ ଆଉ ପୁରେଇବ କୋଉଠି? ହୁଁ? ହଁ ଠିକ ଠିକ ତାହେଲେ ରଖି ରଖିକି ଖାଇବି ଆଉ। ସେଇ କଦଳୀ ଯେତେ ଖାଇବ ସେତେ ବଡ ହବ। ଓ ଆଚ୍ଛା ଆଚ୍ଛା ଏଟା ସେ କଦଳୀ ନା? ହଁ। ଯେତେ ଖାଇଲେ ସେତେ ବଡ ହବ ତାହେଲେ ତ ବଢିଆ ହଁ ହବ। ଆଉ ତମେ ଜାଣିନ କି? ମୁଁ କେମିତି ଜାଣିଲି ମୁଁ କେବେ ଖାଇଛି ନା ସେ କଦଳୀ। ମୁଁ ଖାଲି ତା ଫଳ ଆଚ୍ଛା କଦଳୀ ଆଚ୍ଛା ଖାଇଛି। ସେ ଆଚ୍ଛା କଦଳୀ ଟା ଖାଇନାହିଁ କେବେ। ଖାଇଲେ ବଡ ହୁଏ କିନ୍ତୁ ଜାଣିଛ ଖାଇଲେ ସରିଯାଏ। ସେ କଦଳୀ ଖାଇଲେ ସରେନି ବଢେ ବୋଲି ମୁଁ ଜାଣିଛି। ଆଚ୍ଛା। ହୁଁ ହଉ ଏକ୍ସପିରିଏନ୍ସ ହେଇଯିବ ଆଉ। ହଁ ତମେ ଅଛ ଆଉ ମୋର ବୁଝିଲା। କଣ ଦରକାର। ତମେ ଅଛ ଆଉ ମୋର କଣ ଦରକାର ପୁରା ଫୁଲ ଏକ୍ସପିରିଏନ୍ସ କରେଇଦବ। ମୁଁ ଅଛି ନା ଏକ୍ସପିରିଏନ୍ସ କରେଇଦେବି ତମକୁ ହେଲା। ବାସ୍ ବାସ୍। କଦଳୀ ତ ସେଦିନ ଦେଖିଲ ପସନ୍ଦ ଲାଗିଲା? ହଁ ମସ୍ତ ହେଇଛି ହ୍ୟାଲୋ ଆଁ କଦଳୀ। ପୁରା ମସ୍ତ ହେଇଛି କଦଳୀ ପୁରା ପୁରଷ୍ଟ। ଆଚ୍ଛା। ଖାଇବାକୁ ଇଚ୍ଛା ହଉନି? ଆଉ ହଉନି ମାନେ ମୋ ମନ ବା ପୁରା ସେଇଠି ହଉଛି ଅଛି ତ ଖାଇବାକୁ। ହଁ ଆଉ ମତେ କିଛି ଖାଲି ଆଉ ଖାଏ ଇଚ୍ଛା ତ କିଛି ସେଇଥିପାଇଁ ସକାଳୁ ସକାଳୁ କଦଳୀ ଖାଇଛି ଥଣ୍ଡାରେ ବି କଦଳୀ ଖାଇବା ପାଇଁ ଏତେ ମନ ହେଲା ନା। ଆଉ ସେଇଥିପାଇଁ ସେଇ ଏଇ କଦଳୀ କାମ କରିଦେଲି ଆଉ। ତମେ ତ ଏଇନା ଦୂରରେ ମୁଁ ତ ଏଇନା ଆଚ୍ଛା ପାଖରେ ଆଉ କଣ କରିବା। ଆଚ୍ଛା ହଉ ହଉ ଯୋଉଦିନ ଯିବା ଯୋଉଦିନ ରୁମ କୁ ଯିବା ସେଦିନ ପୁରା ଖାଇଦବ ମନ ଭରିକି ଆଉ। ମନ ଭରିକି ଖାଇବି ମାନେ ହୁଁ। ତମେ କଣ ଖାଇଛ ସକାଳୁ ସେଉ ନା ଅରେଞ୍ଜ? ମୁଁ କମଳା ଦିଟା ଖାଇଛି। ହଁ ଦିଟା କମଳା ଖାଇଛ ନା? ହଁ। ବଡ ସାଇଜ ନା ଛୋଟ ସାଇଜ କୋଉ ସାଇଜ ର ଖାଇଲ? ମୁଁ 32 ସାଇଜର ଖାଇଛି। କୋଉଠୁ ପାଇଲ? କୋଉଠୁ ପାଇଲି କଣ ମାନେ କଣ ତମ କମଳା ଖାଇଛି ନା କଣ ଇଏ କମଳା ନା ଆଉ। ମୋ ଦିଦିର ତମ ପାଖରେ ନାହିଁ ମୁଁ ବି ତମ ପାଖରେ ନାହିଁ ତମେ କୋଉଠୁ ପାଇଲ? ମୁଁ ଚୋପା ଛଡା କମଳା ଖାଇଛି। ଓହୋ ଚୋପା ଛଡା ଖାଇଦେଲ ନା? ହଁ ଆଉ ତମେ ତ ନାଇଁ ତମେ ତ ପାଖରେ ନାହ ସେଥିପାଇଁ ଏକ୍ସପିରିଏନ୍ସ ହଉଛି କରୁଛି ଆଉ ଧୀରେ ଧୀରେ ଆଉ। କେମିତି ଚିପି ଚିପି ଖାଇଲ ନା ଡାଇରେକ୍ଟ ଖାଇଲ? ଆଉ ଚିପି ଚିପି ଖାଇଲି। ପୁରା ରସ ଚୁସି ଚୁସିକି ଖାଇଲ ନା ଚୋବେଇ ଖାଇଲ? କେମିତି ଖାଇଲ? ହାଁ? ଚୁସି ଚୁସିକି ଖାଇଲ ନା ଚୋବେଇକି ଖାଇଲ? ଚୋବେଇ ଖାଇଲେ କଣ ହବ ଚୋବେଇ ଖାଇଲେ ବା ତମକୁ କାଟିବ। ଓହୋ ଚୁସି ସେଇଟା ଚୁସି ଖାଇଲି। ପୁରା ଧରିକିରି ହାତରେ ଚିପୁଡି ଚିପୁଡି ଖାଇଦେଲି। ଓହୋ। ଏମିତି ତମ ପାଖକୁ ଆସିଲେ ଜାଣିବ କେମିତି ଖାଇଛି କମଳା କହିଦେବି ଦେଖେଇଦେବି ମାନେ ପୁରା ପ୍ରାକ୍ଟିକାଲ କରିଦେବି ହେଲା। ଡେମୋ। ହଁ ଡେମୋ ପୁରା ଦେଖେଇଦେବି ପ୍ରାକ୍ଟିକାଲ କରିକି ହେଲା। ନିଜେ ଜାଣିବ କେମିତି କମଳା ଖାଉଛି ମୁଁ ହେଲା। ଓହୋ
ତମର 32 ସାଇଜ କମଳା ପୁରା 36 କରାହବ। 32 କେମିତି ହେଇଯିବ? ଆଉ କମଳା ଖାଇଲେ ଡେଲି ବଡ ହବ ଆଉ। ହୁଏ କି ସେମିତି? ଆଁ ସେମିତି ହୁଏ କି? କମଳା ଯଦି ଡେଲି ଆଗରୁ ଡେଲି କହିଥିଲି ଜିନିଷ ଗୁଡା ଖାଇଲେ ସରେ, ଏଗୁଡା ଏମିତି ଖାଇଲେ ବଢେ ବୋଲି ମୁଁ ଜାଣିଛି। ହଁ ଏସବୁ ଓଲଟା, ଏଗୁଡା ସବୁ ଓଲଟା ବୁଝିଲ। ସବୁ ଓଲଟା ନା? ହଁ ଏ ସବୁ ଖାଇଲେ ବଢିବ ହେଲା। ସେ ତମେ ଯୋଉ କଦଳୀ ହଁ ଛୋଟ ମାନେ ସରିଯିବ ଆଉ ଅଛଡା କଦଳୀ ଖାଇଲେ ବଡ ହବ ବୁଝିଲ। ଆଉ ଏ ଯୋଉ ଆଉ କମଳା ବି ସେମିତି ହେଲା। ବୁଝିଲେ? ୟାକୁ ବି ଚିପୁଡି ଚିପୁଡି ଖାଇଲେ ବଢିଆ ନା? ବୁଝିପାରୁଛ ନାଇଁ? ହଁ ଓଡିଆ ଟା ମୁଁ ବୁଝିପାରୁନି ମୁଁ କଣ ବାହାରୁ ଅଛି ନେପାଳରେ। ହଁ ହଁ ସେଇଭଳିଆ ଆଉ ତମର କମଳ କଣ କହିଲ? ହ୍ୟାଲୋ। ହଁ କଣ କହିଲ? ତମର କମଳା ଖାଇବାକୁ ଖାଲି ଇଚ୍ଛା ହଉଛି। ନିଶ୍ଚିତ। ଖାଲି ଅନେଇଛି ତମେ କେମିତି କମଳାକୁ ଚିପି ଚିପି ଖାଇବ, ମୁଁ କମଳା ହୁଁ ପୁରା ଆମେ ଏକା ସାଥେ ଚୁସି ଚୁସି ପୁରା ହଁ ଆମେ ପୁରା ଏକା ସାଥେ ଖାଇବା ହେଲା। ଏକା ସାଥେ ମାନେ? ମାନେ ତମେ ମୋର କଦଳୀ ଖାଇବ, ମୁଁ ତମର କମଳା ଖାଇବି। ଆଚ୍ଛା ଆଚ୍ଛା ସେମିତି କେମିତି ହବ? ସେମିତି ତାହେଲେ ଓଲଟା ପାଲଟା ମାନେ କେମିତି ଖାଇବ? ସେଇଟା ହବ ପାଖକୁ ଆଇଲେ କହିବି। କେମିତି ହବ କହୁନା? ତମେ ଯଦି କମଳା ଖାଇଲ, ତାହେଲେ ତମେ ତ ମୋ କତିକି ମୋ ମୁହଁ କରି ତମ ମୁହଁ ପାଖାପାଖି ରହିବ ନା। ଆଉ ସେପଟେ ତମ କଦଳୀଟାକୁ ମୁଁ କେମିତି ଖାଇବି? ହବନି ନା। ଆଉ ଅଲଗା ଅଲଗା ଖାଇବାକୁ ପଡିବ ଆଉ ହେଲା। ତମ ନହେଲେ ଶୁଣ। ଫାଳ କମଳା ଯଦି ଖାଇବ ତାହେଲେ ହେଇପାରିବ। ଆଁ ଫାଳ କମଳା ଯଦି ଖାଇବ ତାହେଲେ ହେଇପାରିବ। 6-9 ହଁ ସେଇଟା ହବ ହେଲା। ଫାଳିକିଆ କମଳା ସେ ଟା ଖାଇପାରିବ। ହଁ ଫାଳିକିଆ କମଳା ଟା ଖାଇବି, ତମେ ମୋର କଦଳୀ ଟା ଖାଇବ ଆଉ ଏକା ସାଥେ ଆଉ ହେଲା। ମଜା ଲାଗିବ ନା। ମଜା ମାନେ ପୁରା ଜନ୍ନତ। ତମେ ମୋର କଦଳୀ ଖାଇବ, ମୁଁ ତମ କମଳା ଖାଉଥିବି। ତମେ ଫାଳିକିଆ କମଳା ଖାଉଥିବି ନା। ଓହୋ। ସେ କଣ ହେଇଯାଉଛି ନା ଏଗୁଡା ସବୁ କହିଲା ବେଳେ? ହେଇଯାଉଛି ମାନେ ହବ ଆଉ ରହି ହଉନି। ବହି ଯାଉନି ତ? ମୋର ଓଦା ମୋଦା ହେଇଗଲାଣି ବୋଧେ, ବାହାରେ ଅଛି ପୁଣି କଣ ଅଧା କରିବି? ଅଧା କମ ଅଧା କମଳାରୁ ପାଣି ବହି ଯାଉନି ତ? ହଁ ବା ରସ ବୋହି ଯାଉଛି, ପୁରା ଟିଙ୍କ ହେଇକି ଅଛି ନା ପୁରା ପାଚିକି ପୁରା ଟିଙ୍କ କମଳା ଟା। ହଁ ସେ ଅଧା ଖାଲି କମ ଖାଇବା କଥା ଶୁଣୁ ଶୁଣୁ ଫାଟିକି ହୋଇଯାଉଛି। ଆଚ୍ଛା ଏ ଜୁସ୍ ଟା କେତେ ଟେଷ୍ଟି ଜାଣିଛ ନା ଅଧା କମଳାର? ମୁଁ କଣ ଜାଣିଛି, ମୁଁ ଖାଇଛି ନା ଥୋଡି। ନାଇଁ ତମେ ତ ଜାଣିବ ନା, ତମ ଫାଳିକିଆ କମଳାର ଜୁସ୍ ବହୁତ ଟେଷ୍ଟ। ମତେ ସେଇ ଜୁସ୍ ପିଇବାକୁ ବହୁତ ଭଲ ଲାଗେ ହେଲା। ଆଚ୍ଛା। ପୁରା ଜିଭ ପୁରେଇକି ଚାଟି ଚାଟି ପିଇବାକୁ ଭଲ ଲାଗେ। ମଜା ମାନେ କଥା କହିଲା ବେଳୁ ଖାଲି ମୋ କଦଳୀ ପୁରା ନାଗ ସାପ ପରି ଫଁ ଫଁ ହେଲାଣି। ହଁ ଖାଲି ସେ ଫାଳିକିଆ କମଳା ଭିତରେ ପଶିକି କହୁଛି। ପଶିଆ କହୁଛି ନା। ହଁ। ହଉ ତାକୁ ଟିକେ ଥୟ କରେଇକି ରଖ କିଛି ଦିନ। କିଛି ଦିନ ତାକୁ ଟିକେ ଥୟ କରେଇକି ରଖ। ମୁଁ ଖାଲି ପୁରା କମଳା ପୁରା ଫାଳ କରିକି ଘୋଳେଇକି ରଖିଥିଲି ଆଉ ଗଲେ ଆଉ ଖାଲି ସେ ଆସିବ ପୁରା ଅମା ପଶିବ ଆଉ। ଆଉ ସେ କମଳା ଯୋଉ ଫାଳିକିଆ କମଳା ପାଖରେ ସବୁ ଲଟା ବୁଦା ଅଛି ସବୁ ମାନେ ସଫା କରିକି ଆସିବ ହେଲା। ସେଇଟା ତମେ ତମର ଗଲେ କରିଦବ ମତେ ଆସିବନି। ମୁଁ ସଫା କରିଦେବି ହଉ ହଁ ଆଉ। ଏତିକି ଟିକେ କଷ୍ଟ କରିବନି ନା ଏତେ ଟେଷ୍ଟି ଜିନିଷ ହଁ ଖାଇବ। ଆରେ ଏତିକି ଏତିକି ମୁଁ କରିପାରିବିନି ଏତିକି କଣ ଏଇ ସବୁ କମଳା ଖାଇବା ପାଇଁ କେତେ କଷ୍ଟ କରିବାକୁ ପଡୁଛି ମୁଁ କଣ ଏତିକି କରିପାରିବିନି। ବାସ୍ ନିଜେ ତୋଳିକି ଆଣି ଖାଇବାରେ ମଜା ଅଛି। ତୋଳିକି ଆଣି ହଁ ଦେଇଥିଲେ ସେଇ ମୁଁ ବି କରିଥାନ୍ତି। କମଳା ଖାଇବା ବଲେ ତ କମଳା ଗଛର କଣ୍ଟା ବି ହାତରେ ବାଜୁଛି ସେଇଠି କଣ ବାସ୍ ଏତିକି ବାସ୍ ବାସ୍ ଆଉ ପତ୍ର ଫତ୍ର ଆଡେଇ କଣ୍ଟା ଫଣ୍ଟା ଆଡେଇ ସାଇଜ କରି ହଁ ପହଞ୍ଚିବ ସେଠି ଖାଇବା ପାଇଁ ସେଇ ଯୋଉ ମଜା ହଁ ଅପେକ୍ଷାର ଅନ୍ତ ଘଟିବ। ହଁ। କହିଲେ ନ ସରେ।
କୁହନି ସେ କଥା। ହ୍ୟାଲୋ ହଁ ଶୁଭିଲା? ହ୍ୟାଲୋ। ହଁ ଶୁଭିଲା? ହଁ ମୁଁ କଣ କହୁଥିଲି ଶୁଭିଲ ବୁଝିପାରିଲ? ହଁ କହୁନ। ମୁଁ କହିଲି ଏଇ କଥା ହେଲା ବେଳୁ ତମ ଫାଳିକିଆ କଣ ରସ ଆପେ ଆପେ ବହି ଯାଉଛି ନା? ହଁ ପା। ମୋ ପାଖରେ ଥିଲେ ଖାଲି ଚାଟି ନେଇଥାନ୍ତି ଗୋଟେ ଆଡୁ ସେଇ ରସ ଟୋପେ ବି ତଳେ ପଡିଆକୁ ଦେଇନଥାନ୍ତି। ଖାଲି ଚାଟି ପୁରା ତମର ଇଏ ଟାକୁ ନାଲି କରିଦେଇଥାନ୍ତି। କଣ ହଉଛି? ତ ଖାଲି କଣ ହଁ ମୁଁ କଣ ଭାବୁଛି କହିଲ? କୁହ। ମୁଁ ଏଇ କଥା ହେଲେ ଯଦି ତମର ଏମିତି ବହି ଯାଉଛି ମୁଁ ପୁରେଇଲା ବେଳକୁ ତମର ବହି ପଡିବ ସବୁ। ସବୁ ବାହାରିଯିବ। ବୋଧେ ଗଦା ଫଦା ସବୁ ଓଦା କରିଦବ ବହି। ହଁ ଓଦା ହେଇଯିବ ତଳେ ପକେଇଦବା ବେଡସିଟ୍ ଆଉ ଏକ୍ସଟ୍ରା। ହୁଁ। ହ୍ୟାଲୋ ଶୁଭୁଛି? ହଁ। କୋଉ କଲର ଆଜି କୋଉ କଲର ବ୍ରା ପିନ୍ଧିଛ କହିଲ? ଆଜି ପିନ୍ଧିଛି ପିଙ୍କ। ବାଃ ମୋର ଫେଭରେଟ କଲର। କିଏ କହିଲା ତମକୁ? ମୁଁ ତ କହିନି ମୋର ଫେଭରେଟ କଲର ପିଙ୍କ ବୋଲି। ଏମିତି ମତେ ସେମିତି କିଛି ମୁଁ ତ ଜାଣିନି ପିଙ୍କ ମାନେ ନର୍ମାଲ ଥାଏ ନା ବେଶୀ ପିଙ୍କ ଯାହା ହୁଁ ସବୁ ଜିନିଷ ଥାଏ ଆଚ୍ଛା ତାହେଲେ ତ ଆହୁରି ବଢିଆ ହବ ଆଉ। ଆଚ୍ଛା ଆଉ ଯୋଉ କଣ ପେଟିକୋ କୁହନ୍ତିନି ଯୋଉ ହଁ जिसको पूरी शिद्दत से कहा तो पूरे कायनात आपको उससे मिलाने देता है। ଆଚ୍ଛା। ତ କାଇନାତ ବି ଚାହୁଁଛି ବୋଧେ ମୁଁ ସେଇଥିପାଇଁ ଆଜି ବୁଝିଲି ଆଉ କହିବା ଦରକାର ନାହିଁ। ଆଉ ପେଣ୍ଟିକୋ କୋଉଟା ପିନ୍ଧିଛ? ବ୍ଲାକ୍। ଏଇ ତମର କହିଲ ସାଇଜ କେତେ ମୁଁ ନେଇକି ଯିବି ତମକୁ ମିଶିକି ଆଣିବା। କଣ୍ଟେ ନେଇକି ଆସିବ? ଆଁ କଣ୍ଟେ ନେଇକି ଆସିବ? ବ୍ରା ଗୋଟେ ପେଣ୍ଟି ଗୋଟେ ସେକ୍ସି ପେଣ୍ଟି ନେଇକି ଯିବି। କହିଲି ବା 32। ଆଁ କହିଲି ବା 32। ଆଉ ପେଣ୍ଟି? 85। 95। 85। 85 ନା? ଆଉ 32 ମାନେ ଠିକ 32 ନା ଇଏ 32? ନା ଠିକ 32 ନର୍ମାଲ ଠିକ 32। ଆଚ୍ଛା ନର୍ମାଲ 32 ନା ହଉ। ତାହେଲେ 32 ସାଇଜ ନେଇକି ଯିବି ଆଉ। ତମକୁ କୋଉ ଟାଇପ ର ବ୍ରା ପସନ୍ଦ କପ୍ ଟାଇପ ର ନା ପ୍ଲେନ ନା ଷ୍ଟ୍ରେଚେବଲ ନା କେମିତି? ଷ୍ଟ୍ରେଚେବଲ ଟା ଭଲ। ଆଚ୍ଛା କପ୍ ସାଇଜ ଭଲ ନାହିଁ? ସେଟା ବି ଭଲ ଏତେ ୟୁଜ କରେନି ଯୋଉ ପ୍ୟାଡେଡ ଯୋଉଟା କହୁଛ ତ? ହଁ ବ୍ରାଣ୍ଡେଡ ଟା। ମୁଁ ହେରା ଏତେ ୟୁଜ କରେନି ମୁଁ ନର୍ମାଲ ପ୍ଲେନ ୟୁଜ କରେ। ତମେ ପିନ୍ଧିବ ହେଲା। ସେଇଟା ପିନ୍ଧିକି ସେଇଦିନ ଖିଆଖି କରିବା। ହଁ ମଜା ଆସିବ ନା? ଖାଲି ମହୁ ବୋତଲଟେ ନେଇଥିବି ବୁଝିଲ? ହଁ। ଖାଲି ତମ ବିୟର ଆଉ ଦୁଧରେ ପକେଇ ଖାଲି ଚାଟିବି। ହଁ ମହୁ ପକେଇ ପୁରା ବିୟରରେ ଖାଲି ମହୁ ପକେଇକି ଚାଟିବି ଖାଲି ହେଲା। ଆଉ ଦୁଧରେ ବି ମହୁ ପକେଇ ଚାଟିବି ହେଲା। ଆଉ ତମେ ହ୍ୟାଲୋ। ଆଉ ତମେ ମୋ ପାଣ୍ଡରେ ବି ପୁରା ଚାଟି ପାଟି ପୁରେଇକି ପୁରା ପାଟିରେ ପୁରେଇବ ହେଲା। ପାଟିରେ ପଶେଇକିରି ଖାଇବି। ହଁ ହଁ ଆଉ ଖାଇଦବନି। ପୁରା ତଣ୍ଟି ପଶିଯିବ। ହଁ ପୁରା ମହୁ ଟିକେ ପକଉଥିବ ପାଟିରେ ପୁରଉଥିବ ମହୁ ଟିକେ ପକଉଥିବ ପାଟିରେ ପୁରଉଥିବ ହେଲା। ପୁରା ଲଲିପପ ଆଉ। ହଁ ପୁରା ଲଲିପପ ଟାଇପର ଚାଟୁଥିବ ହେଲା। ତମକୁ ବି ମଜା ଲାଗିବ ମୁଁ ବି ତମ ବିୟରରେ ଟିକେ ମହୁ ପକଉଥିବି ଚାଟୁଥିବି ଟିକେ ମହୁ ପକଉଥିବି ଚାଟୁଥିବି। ହେଲା କେତେ ଇଣ୍ଟରେଷ୍ଟ ମଜା ଲାଗିବ ନା? ମଜା ମାନେ ମୁଁ ଭାବି ପାଗଳ ହେଇଯିବି। ତମେ ଏମିତି କହୁଛ କଥା କହୁଛ ତମ କଥା ଶୁଣିକି ଆମେ ନିଜକୁ ଅଟକେଇ ପାରୁନୁ। ପୁରା କସିଟା ଅଛି ନା। ବୁଝିଲା।
ମାନେ ଭାବୁଛ ତ କେମିତି ଲାଗିବ କହିଲ? ଭାବୁଛି ବା ସେଇ କଥା, ଖାଲି ମାନେ ଆଖି ଆଗ ନାଚୁ କିଛି ମାନେ ସେଇ ଦୃଶ୍ୟ ଫିଲ୍ମ ଷ୍ଟାଇଲରେ। ମୁଁ ଖାଲି ଭାବୁଛି ସେଇ ଦିନଟା କେବେ ଆସିବ। ସେଇ ଦିନକୁ ଅପେକ୍ଷା କରିକି ଅଛି, ବୁଝିଲ? ହ୍ୟାଲୋ। ମୁଁ କହୁଛି ସେଇ ଦିନଟା କେବେ ଆସିବ? ଆସିବ ଖୁବ୍ ଶୀଘ୍ର, ଖୁବ୍ ଶୀଘ୍ର। ହୁଁ। ରୁହ ଟିକେ ପରେ କଥା ହଉଛି।